ମୁଁ ସୁଶାନ୍ତ କୁମାର ନାୟକ ପାଳସାହି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ଅଛି। 5 ବର୍ଷ ବ୍ଲକରେ ଥିଲି, ବ୍ଲକ ସଭାପତି ଥିଲି, 5 ବର୍ଷ ଯୁବକଙ୍କର ଥିଲି। ବହୁତ କଷ୍ଟ କରି ମୁଁ ବିଜୁ ଜନତା ଦଳକୁ 2012 ମସିହାରେ ଆସି ଆମ ପାଳସାହି ପଞ୍ଚାୟତର ବିଜୁ ଜନତା ଦଳ ନଥିଲା। ସେତେବେଳେ ଯିଏ ବି ଥିଲେ 200-250 ଭୋଟ ଥିଲା। ମୁଁ 12 ମସିହାରୁ ଆସି ଏଠି ଦଳକୁ ସଂଗଠିତ କରି ବିଜେପି କଂଗ୍ରେସରୁ ଲୋକମାନଙ୍କୁ ଆଣି ଦଳକୁ ଜିତେଇଥିଲି। ମୁଁ ସରପଞ୍ଚ 2012 ମସିହାରେ ଥିଲି। ସେକେଣ୍ଡ ତାପରେ 2017 ମସିହା ଆସିଲା, ମୋ ମିସେସ୍କୁ ଛିଡ଼ା କରିଥିଲି। ସେଠି ଆମର ଯିଏ ରହିଲେ ଆମ ଉପର ନେତୃତ୍ୱ, ସେତେବେଳେ ବିଷ୍ଣୁବାବୁଙ୍କ ସହିତ ସାଲିସ ହେଇ ପରିବର୍ତ୍ତନ ସାମୁଖ୍ୟ ନାଁ ଗୋଟେ କରି ସେଠି ବିଜେପି ସହିତ ସାମିଲ ହେଇ ସିଏ ତାଙ୍କ ପଦପଦବୀ ନେଲେ। ମୋତେ ବି ସେଠି ଲସ୍ କରେଇଥିଲୁ, ମୋତେ ହରେଇଥିଲେ। ମୁଁ ବି ଲୋକଙ୍କ ସହିତ ଯାହା ହଉ ସେତେ ବି ସୁଦ୍ଧା ସବୁ କଥା ସହିକି ମୁଁ ବିଜୁ ଜନତା ଦଳ ଯେହେତୁ ମୋ ଦଳ, ମୁଁ ସେଠି ଥିଲି। ସେକେଣ୍ଡରେ ସୋସାଇଟି ଇଲେକ୍ସନ୍ ଗୋଟେ ଆସିଲା। ସୋସାଇଟି ଇଲେକ୍ସନ୍ ମୋତେ ବି ଲୋଭ ଦେଖେଇଲେ, ହଁ ତୁ ବିଜେଡ଼ିରେ ନା ତୋତେ ଆମେ ସୋସାଇଟି ସଭାପତି କରିବୁ। ତା ଦେହରୁ ଆଜ୍ଞା ବଞ୍ଚିତ କଲେ ମୋତେ, ସେଠି ବି କଲେ ନାହିଁ। ବାଧ୍ୟ ହେଇ ସେଠି ବି ମୁଁ କିଛି ଲୁଜର ଖାଇଲି। ଏଇଭଳି କଥା ହେଇଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଏମିତି ସୃଷ୍ଟି ହେଇଛି ଯାହାଫଳରେ କି ବିଜୁ ଜନତା ଦଳର ଆମେ ସଦସ୍ୟ ରହିବା ପାଇଁ ବି ସେମାନେ ଚାହୁଁନାହାନ୍ତି କାରଣ ଚାହୁଁନାହାନ୍ତି ନୁହଁ, ସେମାନଙ୍କର ଗୋଟେ କଥା, ଯିଏ ଦଳର ଭଲ କାମ କଲା, ଗୋଟିଏ ଲୋକ ସିଏ ସବୁବେଳେ ଚାହୁଁଛି ଧାମନଗରଟାକୁ ଡୁବେଇ ଦେବା ପାଇଁ। ସିଏ ଚାହୁଁନି ଏଠି କିଏ ମୋ ଏଗନେଷ୍ଟରେ ବାହାରୁ କିଏ ଆଗକୁ ଯାଉ କି କାମ କରୁ, ସିଏ ଚାହୁଁନି। ସିଏ ଚାହୁଁଛି ସବୁବେଳେ ମୁଁ ଯାହା କହିବି ସେୟା କରିବ। ଗୋଟେ ଘଟଣା ଘଟିଥିଲା, ସେ କଥା ଆମେ ସବୁ ନେତୃତ୍ୱଙ୍କୁ ଭେଟିଥିଲୁ, ସମସ୍ତଙ୍କୁ କହିଥିଲୁ। ସେମାନେ କେହି ଗୋଟେ ସମାଧାନ କରିବା ପାଇଁ ଚାହିଁଲେନି। ଯେ ସେ ଭାବିଲେ ମୋର କିଛି କହିଛନ୍ତି, ମୋ କଥା କହିଛନ୍ତି, ସିଏ କ'ଣ କରିବ, କ'ଣ ତା ହାତର ଲୋକ ଅଛି, ଏଇଭଳି ବି ମୋତେ ବି ଟର୍ଚର କରିଛନ୍ତି। କିନ୍ତୁ ସେଥିପାଇଁ ମୁଁ ଦେଖିଲି ଯଦି ଦଳକୁ ଏଠି ତିଆରି କରିଥିବା ଲୋକଟିକି ଯଦି ମୋର ଆସନ ମୋ ପାଇଁ ନାହିଁ, ଯେଉଁମାନେ ଦଳର ନଥିଲେ, ବାରବୁଲା ହେଇକି ଥିଲେ, ସେଇମାନେ ଆସିକି ଦଳର ବର୍ତ୍ତମାନ ମାମିତିକାର କରିବେ, ଦଳ ବିପର୍ଯ୍ୟୟ ପରିସ୍ଥିତିରେ ହାରିଛି। ଦଳଟାକୁ କିନ୍ତୁ ଆମେ ସଂଗଠନ କରିବା, କିନ୍ତୁ ତା ବଦଳରେ ଆମ ନେତା ଯିଏ ରହିଲେ, ସିଏ ମୋ ଲୋକ, ସିଏ ଦାୟିତ୍ୱ ତାକୁ ଦିଆଯାଉ। ଯେଉଁ ଲୋକର କିଛି ଦାମ ନାହିଁ, ଯେଉଁ ଲୋକ କିଛି ବୁଝେ ନା ଲୋକଙ୍କ ସମସ୍ୟାର ନାହିଁ। ଆପଣଙ୍କୁ ମୁଁ ବଡ଼ କରି କହୁନି କି ଗର୍ବ କରି କହୁନି, ମୁଁ ଆପଣ ବୁଝିବେ ପଞ୍ଚାୟତବାସୀକି ଆପଣ ପଚାରନ୍ତୁ। ମୋତେ ପଚାରୁଛନ୍ତି, ମୁଁ କହୁଛି ଏଇଟା କହିବେ ବୋଧେ ମୋ ମନରୁ କହୁଥିବି। ସାଧାରଣ ଜନତାଙ୍କୁ ପଚାରନ୍ତୁ ମୁଁ ଲୋକଙ୍କ ପାଇଁ କ'ଣ କରିଛି। ନିକଟ ଭବିଷ୍ୟତରେ ଆପଣ ଦେଖିଥିବେ, ମିଡ଼ିଆରେ ବି ଦେଖିଥିବେ, ଆମ ପଞ୍ଚାୟତର ଗୋଟେ ଆମର ବଡ଼ ଭାଇ ଜଣେ ପାଣିରେ ବୁଡ଼ି ମରିଗଲା। 3 ଦିନ ମୁଁ ବୈତରଣୀ ନଈରେ ରହିଛି, ଘର ସଂସାର ଛାଡ଼ି। ମୁଁ କାହିଁକି, ମୋ ଲୋକଟେ ଆମ ପଞ୍ଚାୟତର ଜଣେ ଲୋକ, ତାଙ୍କୁ ଯାହା ବି ହେଉ ତାଙ୍କୁ ଖୋଜିଛି। ଏଇଭଳି ବହୁତ କାମ ଆଜ୍ଞା ମୁଁ କରିଛି। ପଞ୍ଚାୟତ ଘର ନଥିଲା, ଏଠି ଗୋଟେ ଆଜବେଷ୍ଟ ଘର ଥିଲା। ମୁଁ ଯେତେବେଳେ 12 ମସିହା ସରପଞ୍ଚ ହେଲି, ଏଠି ବର୍ଷା ଢାଲା, ଗୋଟେ ପଞ୍ଜାବୀ ମୋର ନାଲା ପଡ଼ିଗଲା। ତାପରେ ନିଷ୍ପତ୍ତି ନେଇଥିଲି, ସେଇ ନେତୃତ୍ୱମାନଙ୍କୁ ଧରିକି ଯାଇଥିଲି, ଯାଇକି ଏଠି ପଞ୍ଚାୟତ ଘର କତରୁ କୁହନ୍ତୁ, ମାର୍କେଟ କମ୍ପ୍ଲେକ୍ସ କୁହନ୍ତୁ, ବହୁତ କଥା କରିଛି। ସେତେବେଳେ ବିଧାୟକ ଥିଲେ ମୁକ୍ତିକାନ୍ତ ମଣ୍ଡଳ, ସେ ମୋତେ ବହୁତ ହେଲ୍ପ କରିଛନ୍ତି। ମୁଁ ତାଙ୍କ ଋଣ ସୁଝିବିନି, କାହିଁକିନା ଏଇ ସାଧାରଣ ଲୋକଙ୍କ ପାଇଁ। ଆମ ଜୀବନରେ ଆମେ ଏଠି ଗୋଟେ ଗାନ୍ଧୀ ସ୍ମୃତି କମିଟି ଗଢ଼ି ପାରିନଥିଲୁ। ଗାନ୍ଧୀ ଘାଟରେ ଗାନ୍ଧୀଙ୍କର ଚିତାଭସ୍ମ ପଡ଼ିଥିଲା, ଏଠି ମହାତ୍ମା ଗାନ୍ଧୀଙ୍କର ସେ ଜାଗା ଭୁଷୁଡ଼ି ପଡ଼ିଥିଲା। ଯାହା ହଉ ଧନ୍ୟବାଦ ଦେବୁ ପୂର୍ବତନ ବିଧାୟକଙ୍କୁ। ସେମାନେ ଲାଗିପାତି ଏଠି ମୋତେ ଦେଖିବେ, ଆପଣ 2 କୋଟି ଟଙ୍କାର ସେଠି କରିଛନ୍ତି। ଆପଣ କେବେ ଯାଇ ଦେଖିଦେବେ, ସେ ଜାଗା ଗୋଟେ ଦର୍ଶନିକ ସ୍ଥାନ ହେଇଛି। ମାର୍କେଟ କମ୍ପ୍ଲେକ୍ସ କରିଛି। ହାଟ ଉପରେ ଆପଣଙ୍କର ମଣ୍ଡି ନଥିଲା, ଲୋକ କାଦୁଅରେ ଯାଉଥିଲେ ପରିବା ମାର୍କେଟ। କାହିଁକି ନା ଆମ ଗ୍ରାମାଞ୍ଚଳ ଲୋକ ଏଠି ପରିବାପତ୍ରର ସମସ୍ତେ ବେପାର ବଣିଜ କରିକି ଚଳନ୍ତି। ପରିବା ମାର୍କେଟର ଲୋକ କାଦୁଅରେ ବର୍ଷା ହେଲେ ଭାସି ଯାଉଥିଲା, ବସୁଥିଲେ। ସେଟାକୁ ବି ସେଠି ମୁଁ ବନେଇଛି। ବହୁତ କଥା କରିଛି ଲୋକଙ୍କ ପାଇଁ। ମୁଁ ଏଇ ଲୋକଙ୍କ ପାଇଁ ଯେତେବେଳେ ମୋତେ ଅଣଦେଖା କଲେ, ମୁଁ ବାଧ୍ୟ ହୋଇକି ସେଥିପାଇଁ ନିଷ୍ପତ୍ତି ମୁଁ ଜନସାଧାରଣଙ୍କୁ ନେଇଛି। ମୁଁ କହିଥିଲି ଆଗରୁ, ଲୋକ ମତ ଯାହା ଦେବେ ଆଜ୍ଞା ମୁଁ ସେଇ ମତରେ ଚାଲିବି। କାହିଁକିନା ଲୋକଙ୍କ ପାଇଁ ମୁଁ ଆଜି ଏଠି ପରିଚୟ ମୋର ସୃଷ୍ଟି ହେଇଛି। ସେମାନଙ୍କୁ ବୁଝି ସାରିଲିଣି। ସବୁ ଲୋକ ଆମ ପଞ୍ଚାୟତର ପୁଅ କତରୁ ଝିଅ ପାଆନ୍ତେ, ମା କତରୁ ମାଉସୀ ପାଆନ୍ତେ, ସମସ୍ତଙ୍କୁ ମୁଁ ପଚାରିଛି। ସମସ୍ତେ କହିଛନ୍ତି, ରଘୁ ତୁ ଯାହା ନିଷ୍ପତ୍ତି ନେବୁ ଆମେ ତୋ କଥାରେ ମାନିବୁ। ସେଥିପାଇଁ ଆଜ୍ଞା ମୁଁ ମନସ୍ଥ କରୁଛି, ଯାହା ବି ହେଉ ମୁଁ ନିକଟ ଭବିଷ୍ୟତରେ ଯିଏ ଯେଉଁଠି ହେଲେ ମୁଁ ସାମିଲ ହେବି। ଆଜ୍ଞା ମୁଁ ସେଇ କଥାଟି ଆପଣଙ୍କୁ କହିବି, କାହିଁକିନା ଯେତେବେଳେ ମୁଁ ଯେକୌଣସି ଦଳ ସହିତ ସାମିଲ ହେବି, ସେତେବେଳେ ଆପଣଙ୍କୁ ସେଇଠି ଆପଣଙ୍କୁ ନିମନ୍ତ୍ରଣ କରିବି। ଆପଣ ଆସିବେ ସେଇଦିନ, ନିକଟ ଭବିଷ୍ୟତ 7 ତାରିଖରେ ଆପଣ ଦେଖିବେ। ଆପଣ ଆସିବେ, ମୁଁ ସେଇଠି ଆପଣଙ୍କୁ ଖୋଲମଖୋଲା କହିବି। ଡରିବାର କିଛି ନାହିଁ। ମୋତେ ଜେନୁଇନ୍ ଯେଉଁ କଥା ଘଟିଛି ମୁଁ କହୁଛି, ଏଇଟା ମନଗଢ଼ କଥା କି ସାଧାରଣ ଜନତା ଭାବୁଥିବେ ଯେ ମୁଁ ସ୍ୱାର୍ଥ ନେଇକି କହୁଛି। ମୁଁ ଏଇ ଯେତେ ଦିନ ହେଲା ବାଇଟ୍ ଦେଲିଣି, ବହୁତ ନେତା ଏଠି ଆମର କୁଜି ନେତା କହୁଛନ୍ତି, ଯାହାକୁ ମୁଁ ପରିଚୟ ସୃଷ୍ଟି କରିଛି, ସେମାନେ କହୁଛନ୍ତି ମୋ ଘର ଚୁଲି ଜଳିବ, ମୁଁ ସେଠିକି ଯାଉଛି। ପଞ୍ଚାୟତବାସୀ ସେଟାକୁ କହିସାରିଲେଣି, ମୋ ଘର ଜଳୁଛି କି ମୁଁ କାହା ଘର ଚୁଲି ଜଳଉଛି, ସେ କଥା ପଞ୍ଚାୟତବାସୀ କହିବେ। ସେଭଳିଆ ଲୋକଙ୍କର ଦାମ କିଛି ନାହିଁ, ମୁଁ ତାଙ୍କ କଥାରେ ଭାସିଯାଏ ନା। ଆଜ୍ଞା ଆପଣମାନେ ଜାଣିଥିବେ କେଉଁ ଦଳରେ ଆଉ ମିଶିବୁ। ଯିଏ ଶାସକ ଅଛି ଆମେ ଯିବୁ। ଲୋକଙ୍କ ସେବା କରିବାକୁ ହେଲେ ଶାସକ ଦଳ ନିହାତି ଆବଶ୍ୟକ।
शासक दल को गले सिना मिशुची जे मो पेट पाई नुह कि मो ये पाई नुह आपण मैंने मो सहित जानी ना मु लोकों समाज सब रुहे राति पाइले मु लोकंर कार न्याय कार निशाब कार एटा मु कहवाटा मो पाई भी नुह लोक कहे लोक साधारण लोक कहते कहे सी मुझे मु जाऊँगी मकसद मोर रोचे मु लोक को साहाय्य करी से शासक दल को जीवी गले सिना साहाय्य करी ना मु कौन करी कार मु तो बसवा लोक घरे नुह मु लोक साहाय्य करी एथपाई भाई मु जाऊँगी किसी ना मु साधारण मो पंचायतवासी के आपण माध्यम भी अनुरोध करुँची मु जदि भल कर्म करी कि भल कथा लोक साहाय्य कर मो सहित सामिल 7 तारीख दिन आसतु 7 तारीख 3टा बेले मिशुची आपन को कहले मु कहीदे खोलम कला मो पंचायतवासी की अनुरोध करुँची गुरुजन मानक माँ मौसी मानक युवक मानक अनुरोध करुँची आपण मैंने आसतु मो साथी साथी दल किसी ना दल आम लोक साहाय्य करवा दल विजु जनता दलर 20 वर्ष थी कि लोक कहे विजु जनता दल पालसाही पंचायतर कौन कर साधारण जनता कहे मु कहले शोभा पाइबनी आप पचारि बुझीदेवे से कहे मु कौन कर कौन ना बुझिले कि से मत जो जंत्रणा देती जी कष्ट देती 17 मसीह आज पर्यंत आज सुधा मु मो जी पैसा मु बर्बाद करी पैसा लोभर जाइनी दल पड़ी रही कि मोर सम्मान टी आज्ञा मो सम्मान टी ये खाईदे मुझे सब नेता कही समस्त जनई कहीं कि बुझिले कहीं तो चाहूना दल रही मु कौ नेतार नेता जे मु चाहे दलटा रखीदेवी जो मैंने दल भरसा माननीय मुख्यमंत्री पूर्वतन मुख्यमंत्री नवीन पट्टनायक दायित्व देते से चाहूँ दल को डुबेवाई मोर यथा सम्मान यथा भक्ति रही माननीय मुख्यमंत्री नवीन पट्टनायक पाखे कहीं आम तो एत बड़े नेता नुहे जे मुख्यमंत्री की जनइबू आम दौड़ी आम धामनगर भद्रक जापर से मैंने कहीं शुणिले आ कौन उपाय करूँ लोक मत अनैते मुझे राजनीति कले कि ना मो घर बस खाई पी शांति मुझे जानी यही राजनीति करके गोटे साधारण वृद्ध लोक मरी जाता पोड़िया को नहीं आज्ञा मो गाड़ी एक्सीडेंट की मरी तो 4 वर्ष होती साधारण निश्वास लोक निश्वास बंची से मुझे आज्ञा कर्म करी लोकों सेवा करी एतिक भाई मोर ये आउ कि मक्तव्य ना।